सोमवार 2025 ସକାଳର ମୁଖ୍ୟ ଖବରକୁ ଆପଣଙ୍କୁ ସତ୍ୟପାଠରେ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ବଡ଼ ଖବର ଉପରେ। ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କର ଫୋନ୍ ନମ୍ବରକୁ କେଉଁ ନାଁରେ ସେଭ୍ କରିଥିଲେ ଜ୍ୟୋତି ମାଲହୋତ୍ରା? ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁପ୍ତଚରଙ୍କ ନାଁକୁ ଭିନ୍ନ ଭାବରେ ସେଭ୍ କରିଥିଲେ। କେହି ଯେପରି ସନ୍ଦେହ ନ କରିବେ ସେଥିପାଇଁ ପାକ୍ ଗୁପ୍ତଚର ସାକିରଙ୍କ ନାମକୁ ସେ ଜାଟ୍ ରନ୍ଧାୱା ନାମରେ ସେଭ୍ କରିଥିଲେ ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ 2023 ମସିହାରେ ସେ ପାକିସ୍ତାନ ଭ୍ରମଣରୁ ଫେରିବା ପରେ ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ୍ ପରି ପ୍ଲାଟଫର୍ମରେ ଗୁଇନ୍ଦା ଏଜେଣ୍ଟଙ୍କ ସହ ଯୋଗାଯୋଗ କରୁଥିଲେ। ଭାରତରେ ବହୁ ମାତ୍ରାରେ ଚାଇନିଜ୍ ସିମ୍ କାର୍ଡର ବ୍ୟବହାର ହେଉଥିବା କହିଲେ ସାଇବର ବିଶେଷଜ୍ଞ। ସାଇବର ବିଶେଷଜ୍ଞ ଅମିତ ଦୁବେ ଏକ ପୋଡକାଷ୍ଟରେ କହିଛନ୍ତି ଯେ ଭାରତରେ ବହୁ ସଂଖ୍ୟାରେ ଚୀନ ନିର୍ମିତ ସିମ୍ କାର୍ଡ ବ୍ୟବହାର ହେଉଛି। ସେ ସନ୍ଦେହ ପ୍ରକାଶ କରିଛନ୍ତି ହୁଏତ ଚୀନ ମାଧ୍ୟମରେ ନଜର ରଖିବା ସହ ତଥ୍ୟ ଚୋରି କରୁଛି। ଚୀନ ନିର୍ମିତ ସିମ୍ ଉପରେ ଭାରତରେ ପ୍ରତିବନ୍ଧ ଥିବାବେଳେ ଅନ୍ୟ ଦେଶ ଜରିଆରେ ଚୀନ ଏଭଳି ଜାଲ ବିଛାଇଥିବା ସେ କହିଛନ୍ତି। ତେବେ ଏପରି କରି ଜଣେ ମୋବାଇଲର ମେସେଜ ଓ କଲ୍ ନିଜ ନିୟନ୍ତ୍ରଣରେ ସହଜରେ ନେଇପାରିବ। ଲଗାତାର ସୁନା ଦର ହ୍ରାସ ପଛରେ କ'ଣ ରହିଛି କାରଣ? ବିଶେଷଜ୍ଞଙ୍କ ମତ ଅନୁସାରେ ସୁନା ଦାମ ହ୍ରାସ ପଛରେ ସବୁଠୁ ବଡ଼ କାରଣ ହେଉଛି ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆସୁଥିବା ସୁଧାର। ଏହି କାରଣରୁ ନିବେଶକ ସୁନା ଭଳି ସୁରକ୍ଷିତ ବିକଳ୍ପକୁ ଟଙ୍କା ବାହାର କରି ସେୟାର ବଜାର କିମ୍ବା ଅନ୍ୟ କ୍ଷେତ୍ରରେ ନିବେଶ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ଦର ହ୍ରାସ ପଛରେ ଦ୍ୱିତୀୟ କାରଣ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଗତ ଦିନରେ ଦେଖାଦେଇଥିବା ଭୂ ରାଜନୈତିକ ଉତ୍ତେଜନା ହ୍ରାସ ପାଇବା। ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ମାମଲାରେ ପୁରୁଖା ଖେଳାଳିଙ୍କୁ ପଛରେ ପକାଇଲେ 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ରାଜସ୍ଥାନ ରୟାଲ୍ସର 14 ବର୍ଷୀୟ ଓପନର ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ 2025ରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ରେ ଅତି କମ୍ରେ 50 ବଲ୍ ଖେଳିବା ପରେ ଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବୈଭବ ରବିବାର ପଞ୍ଜାବ ବିପକ୍ଷରେ 15 ବଲ୍ରେ 40 ରନ୍ କରିଥିଲେ। ସେ ଆଇପିଏଲ୍ର 2025ରେ 89 ବଲ୍ରେ 219.10 ଷ୍ଟ୍ରାଇକ୍ ରେଟ୍ ସହ 195 ରନ୍ କରିଛନ୍ତି। ତାଙ୍କ ପରେ ନିକୋଲସ୍ ପୁରନଙ୍କ ଷ୍ଟ୍ରାଇକ୍ ରେଟ୍ 200.98 ଏବଂ ଟିମ୍ ଡେଭିଡଙ୍କର 193.75 ରହିଛି। ତୁରସ୍କର ଟପ୍ ଆତଙ୍କବାଦୀ ସୈଫୁଲ୍ଲାକୁ ହତ୍ୟା। ଭାରତର 3 ବଡ଼ ଆତଙ୍କବାଦୀ ହମଲାରେ ଥିଲା ସାମିଲ। ରିପୋର୍ଟ ମୁତାବକ ପାକିସ୍ତାନର ସିନ୍ଧ ପ୍ରଦେଶରେ ଆତଙ୍କବାଦୀ ସଂଗଠନ ଲସ୍କରେ ତୋଇବାର ଟପ୍ ଆତଙ୍କବାଦୀ ରଜୁଲ୍ଲାହ ନିଜାମନୀ ଅବୁ ସୈଫୁଲ୍ଲାକୁ ଗୁଳି କରି ହତ୍ୟା କରାଯାଇଛି। ଅବୁ ସୈଫୁଲ୍ଲା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା। ଏ ମଧ୍ୟରେ 2001ରେ ରାମପୁର ସିଆର୍ପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ, 2005ରେ ବେଙ୍ଗାଲୁରୁ ଆଇଆଇଏମ୍ ଉପରେ ଆକ୍ରମଣ ଏବଂ ଆର୍ଏସ୍ଏସ୍ କାର୍ଯ୍ୟାଳୟ ଉପରେ ଆକ୍ରମଣ ସାମିଲ ରହିଛି। ତେବେ ଅଜଣା ଆତତାୟୀ ଗୁଳିରେ ତାର ଜୀବନ ଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଖୋଲିବ ଏନ୍ଆଇଏ, ଶାଖା ଦାୟିତ୍ୱରେ ରହିବେ ଏସ୍ପି ପାହ୍ୟାର ଅଧିକାରୀ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଏକ ଶାଖା ଖୋଲିବ। ପ୍ରାରମ୍ଭିକ ଭାବରେ ଭିଏସ୍ଏସ୍ ନଗରରେ କାମ କରିବ ଓ ଜଣେ ଏସ୍ପି ପାହ୍ୟାର ଅଧିକାରୀ ଶାଖାର ମୁଖ୍ୟ ରହିବେ। ଏନ୍ଆଇଏ ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। ଆତଙ୍କବାଦ ସହିତ ଜଡ଼ିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକୁ ଏହାର ତଦନ୍ତ କରିଥାଏ। ପାକିସ୍ତାନୀ ସେନାର 2 ଯବାନଙ୍କୁ ଅପହରଣ କଲା ପାକିସ୍ତାନୀ ତାଲିବାନ। ରିପୋର୍ଟ ଅନୁଯାୟୀ ତେହରିକେ ତାଲିବାନ ଟିଟିପି ଖାଇବର ପଖ୍ତୁନଖ୍ୱାର ଡେରା ଇସମାଇଲ ଖାନରୁ 2 ଜଣ ପାକିସ୍ତାନୀ ସେନାଙ୍କୁ ଯବାନଙ୍କୁ ଅପହରଣ କରିଛି। ଅପହୃତ 2 ଯବାନ ହେଲେ ସେକେଣ୍ଡ ଲେଫ୍ଟନାଣ୍ଟ ସଇଦ ଅହମ୍ମଦ, ସିପାହୀ ଇଜାକ୍ ହୁସେନ। ସୂଚନା ଥାଉ କି ଟିଟିପି ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଅତିକମ୍ରେ 20 ଜଣ ପାକିସ୍ତାନୀ ଯବାନଙ୍କୁ ହତ୍ୟା କରିଥିବା ନେଇ ଦାବି କରିବାର ଗୋଟିଏ ଦିନ ପରେ ଏହି ଅପହରଣ ଘଟଣା ସାମ୍ନାକୁ ଆସିଛି। କୁ 10 ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ପିବିକେଏସ୍। ରବିବାର ଜୟପୁରରେ ଆଇପିଏଲ୍ 2025ର 95ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପଞ୍ଜାବ କିଙ୍ଗସ୍ 10 ରନରେ ପରାସ୍ତ କରିଛି। ଏହି ବିଜୟ ପରେ ପିବିକେଏସ୍ 17 ପଏଣ୍ଟ ସହ ଆଇପିଏଲ୍ 2025ର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ପ୍ରଥମ ବ୍ୟାଟିଂ କରି ପିବିକେଏସ୍ 5 ୱିକେଟ୍ ହରାଇ 219 ରନ୍ କରିଥିବା ବେଳେ ଆର୍ଆର୍ 20 ଓଭରରେ 7 ୱିକେଟ୍ ହରାଇ 209 ରନ୍ କରିପାରିଥିଲା। ସୂଚନା ଥାଉ କି ପଏଣ୍ଟ ଟେବୁଲର ଶୀର୍ଷରେ ଏବେ ବି ଆର୍ସିବି ରହିଛି। ଏସ୍ଆଇପି ବନ୍ଦ କରିବା ପୂର୍ବରୁ ଏହି 5ଗୋଟି ଦିଗ ଉପରେ ଦିଅନ୍ତୁ ଧ୍ୟାନ। ଅଧିକାଂଶ କରନ୍ତି ନଜରଅନ୍ଦାଜ। ମ୍ୟୁଚୁଆଲ ଫଣ୍ଡରେ ଜାରି ରହିଥିବା ଏସ୍ଆଇପି ବନ୍ଦ କରିବା ପୂର୍ବରୁ ନିବେଶକମାନଙ୍କୁ ଏହି 5ଗୋଟି କଥା ଉପରେ ଧ୍ୟାନ ଦେବା ଜରୁରୀ। ପ୍ରଥମତଃ, ନିବେଶର ଲକ୍ଷ୍ୟ, ଫଣ୍ଡର ପ୍ରଦର୍ଶନ, ଫଣ୍ଡର ଉଦ୍ଦେଶ୍ୟ, ନିବେଶ ପୋର୍ଟଫୋଲିଓ ଏବଂ ସେୟାର ବଜାରର ଦୀର୍ଘକାଳୀନ ପ୍ରଦର୍ଶନ ଧାରା ଉପରେ ବିଚାର କରିବା ଆବଶ୍ୟକ।
एबीपी रिपोर्ट मुताबक अनेक समय निवेशक शेयर बजार ह्रास कम रिटर्न किंबा टंकार आवश्यकता ପାଇଁ एसआईबी बंद କରିବାକୁ विचार करथांती। ଅପରେସନ ସିନ୍ଦୁରର ଆଉ ଏକ ଭିଡିଓ ଜାରି କଲା ସେନା। ଯବାନ କହିଲେ ସେମାନଙ୍କ ଆଗାମୀ ପିଢି ମନେ ରଖିବ। ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୁରର ଏକ ନୂଆ ଭିଡିଓ ଏକ୍ସରେ ସେୟାର କରାଯାଇଛି। ଭିଡିଓରେ ସେନାର ଯବାନମାନେ ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ୱଂସ କରିବା ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯବାନ କହୁଛନ୍ତି, ଏହାର ଆରମ୍ଭ ହେଲା ପହଲଗାମ ଆତଙ୍କବାଦୀ ହମଲାରୁ ହୋଇଥିଲା ଏବଂ ମନରେ କୌଣସି କ୍ରୋଧ ନୁହେଁ, ଲାଭ ଥିଲା। ମୁଣ୍ଡରେ କେବଳ ଗୋଟିଏ କଥା ଚାଲୁଥିଲା, ଏଥର ପାକିସ୍ତାନକୁ ଏଭଳି ଶିକ୍ଷା ଦେବୁ ଆଗାମୀ ପିଢି ମଧ୍ୟ ମନେ ରଖିବ। ବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଙ୍ଗୁଠି ଭିଡି ନେଲେ ତୁର୍କୀ ରାଷ୍ଟ୍ରପତି, ଭିଡିଓ ଭାଇରାଲ। ୟୁରୋପୀୟ ରାଜନୈତିକ ସମ୍ମିଳନୀରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଦୋଗାନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ଆଙ୍ଗୁଠି ଟାଣି ଧରିବାର ଭିଡିଓ ଭାଇରାଲ ହୋଇଛି। ମାକ୍ରୋ ଏର୍ଦୋଗାନଙ୍କ ନିକଟକୁ ହ୍ୟାଣ୍ଡସେକ୍ ପାଇଁ ଆସିଥିବା ବେଳେ ଏର୍ଦୋଗାନ 13 ସେକେଣ୍ଡ ଯାଏଁ ତାଙ୍କ ଆଙ୍ଗୁଠିକୁ ଟାଣି ଧରିଥିଲେ। ପରେ ମାକ୍ରୋନ୍ ଅସହଜ ବୋଧ କରିବା ସହ ଆଙ୍ଗୁଠିକୁ ତାଙ୍କ ହାତ ମୁଠାରୁ ବାହାର କରିଥିଲେ। ଏହି ସମ୍ମିଳନୀରେ 47 ଦେଶର ନେତା ଅଂଶଗ୍ରହଣ କରିଥିଲେ। 20 ଜଣ ମାଓବାଦୀଙ୍କୁ ଗିରଫ କଲା ପୋଲିସ, ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ। ତେଲେଙ୍ଗାନାରେ ମୁଲୁଗୁଠାରୁ ପୋଲିସ 20 ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନ କମିଟି ସଦସ୍ୟ ଓ 5 ଜଣ ଏରିଆ କମିଟି ସଦସ୍ୟ ରହିଥିବା ସୂଚନା ମିଳିଛି। ପୋଲିସ ସୂଚନା ମୁତାବକ ସିଆରପିଏଫ୍ ଏବଂ ଛତିଶଗଡ଼ ପୋଲିସ ପକ୍ଷରୁ କଟେଗୁଡା ପାହାଡରେ ଚାଲିଥିବା ମିଳିତ ଅପରେସନ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେବା ଆରମ୍ଭ କରିଛନ୍ତି। ସନ୍ଦେହ ବଢାଇଲା ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କର ପହଲଗାମ ଗସ୍ତ। ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ପାକିସ୍ତାନରୁ ଫେରି ଗତ ଜାନୁଆରୀ ମାସରେ ପହଲଗାମ ଯାଇଥିବା ଜଣାପଡ଼ିଛି। ତେବେ ଜ୍ୟୋତିଙ୍କୁ କୌଣସି ମିଶନ ପାଇଁ ପଠାଯାଇଥିଲା କି ନାହିଁ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଏଥିସହ ସେ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମଙ୍କ ସହ ମଧ୍ୟ ସାକ୍ଷାତକାର ହେଇଥିଲେ। ଜ୍ୟୋତିଙ୍କୁ ପାକିସ୍ତାନ ଯିବା ପାଇଁ 3 ଥର ଭିସା ମିଳିଥିବା ବେଳେ ଚତୁର୍ଥ ଥର ଯିବା ପାଇଁ ସେ ଯୋଜନା କରୁଥିଲେ। ଆତଙ୍କୀ ହମଲା ପରେ କଣ କହିଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା? ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ବିବାଦୀୟ ପୋଷ୍ଟ କରିଥିଲେ। ସେ କହିଥିଲେ, ସେଠାକୁ ଯାଇଥିବା ପର୍ଯ୍ୟଟକ ନିଜର ଧ୍ୟାନ ରଖିବା ସହ ସତର୍କତା ଅବଲମ୍ବନ କରିବା ଦରକାର ଥିଲା। ଏଥିସହ ଏହା ସରକାରଙ୍କ ପକ୍ଷରୁ ସୁରକ୍ଷାର ଏକ ବଡ଼ ତ୍ରୁଟି ଥିଲା ବୋଲି ସେ କହିଛନ୍ତି। ତେବେ ଜ୍ୟୋତି ଗିରଫ ହେବାର କିଛି ମାସ ପୂର୍ବରୁ ଜଣେ ଭାରତୀୟ ବ୍ୟକ୍ତି ତାଙ୍କର ସନ୍ଦେହଜନକ ଗତିବିଧିକୁ ନେଇ ସୂଚନା ଦେଇଥିଲେ। ହଜାର ଆତଙ୍କୀକୁ ମାରିଦେଲେ କିଛି ହେବନି, ପାକିସ୍ତାନରେ 24 କୋଟି ଆତଙ୍କବାଦୀ ଅଛନ୍ତି, କହିଲେ ଖାନ ସାର୍। ଅପରେସନ ସିନ୍ଦୁରକୁ ନେଇ ଚର୍ଚ୍ଚିତ କୋଚିଂ ଶିକ୍ଷକ ଖାନ ସାର୍ କହିଛନ୍ତି ଯେ ପାକିସ୍ତାନରେ 24 କୋଟି ଆତଙ୍କୀ ଅଛନ୍ତି, କେବଳ 500 କିମ୍ବା 1000ଙ୍କୁ ମାରିଦେଲେ କିଛି ହେବନି। ପାକିସ୍ତାନରେ ବି ଭଲ ଲୋକ ରହୁଛନ୍ତି, ଏଭଳି ଭ୍ରାନ୍ତ ଧାରଣା ରଖିବା ଭୁଲ। ଏଥିସହ ସେ ଆହୁରି କହିଛନ୍ତି ଯେ ପାକିସ୍ତାନର ସମସ୍ତ ପାୱାର ପ୍ଲାଣ୍ଟକୁ ଉଡାଇ ଦେବାର ଥିଲା, ଗୋଟିଏ ବି ବିମାନ ବନ୍ଦର ଛାଡିବା ଉଚିତ ନଥିଲା। ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାରେ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ। ପାକିସ୍ତାନ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟ ଲିଙ୍କ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ପୁଲିସ ପ୍ରିୟଙ୍କାଙ୍କ ଜେରା କରିବା ସହ ପୁରୀ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହରିୟାଣା ପୋଲିସର ତଥ୍ୟ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ବିନୀତ ଅଗ୍ରୱାଲ। ଆଗ ଦେଶ ଝିଅ ପଛ କହି ସଠିକ ତଦନ୍ତ କରିବାକୁ କହିଛନ୍ତି ପ୍ରିୟଙ୍କାଙ୍କ ବଡ଼ ବାପା। ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବୁ, କହିଲା ବାଂଲାଦେଶ। ବାଂଲାଦେଶ ଅବୈଧ ଭାବରେ ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବା ନେଇ ବାଂଲାଦେଶର ଗୃହ ବିଭାଗର ଉପଦେଷ୍ଟା ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି, ସେ କହିଛନ୍ତି ଯେ ଅବୈଧ ଭାବେ ଭାରତୀୟଙ୍କୁ କୂଟନୈତିକ ଓ ଆଇନଗତ ଉପାୟରେ ଭାରତ ପଠାଯିବ। ଆମେ କୂଟନୀତିରେ ବିଶ୍ୱାସ ରଖୁ, ଚାପ ପକାଇବା ନୀତି ଆପଣାଇ ପାରିବୁନୁ। ଏଥିସହିତ ବାଂଲାଦେଶୀ ଭାରତରେ ଅବୈଧ ଭାବରେ ରହୁଛନ୍ତି, ତେବେ ଭାରତ ସରକାର ମଧ୍ୟ ସେମାନଙ୍କୁ ପଠାଇ ଦିଅନ୍ତୁ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ। ଶ୍ରୀମନ୍ଦିରରେ ରବିବାର ମହାପ୍ରଭୁଙ୍କ ବଡ଼ ସ୍ନାନ ନୀତି ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶ୍ରୀମନ୍ଦିରର ଭିତରକାଟ ନିକଟରେ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିଥିଲା ପରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଛି। ଏଥିସହ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନକୁ 1 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅବକାଶ ନୀତି ପରେ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହେବା ସହ ଏହାପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ନେଇ ପୁରୀର ଯୁବତୀଙ୍କୁ ଜେରା କଲା ଗୁଇନ୍ଦା ବିଭାଗ। ପାକିସ୍ତାନ ଓ ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଥିବା ପୁରୀର ଜଣେ ଯୁବତୀ ଗୁଇନ୍ଦା ଅଧିକାରୀ ଜେରା କରିଛନ୍ତି। ଜ୍ୟୋତିଙ୍କ ସହିତ ତାଙ୍କର କଣ ସମ୍ପର୍କ ଥିଲା ସେ ନେଇ ପୋଲିସ ଓ ଗୁଇନ୍ଦା ଅଧିକାରୀ ଖୋଳତାଡ଼ କରୁଛନ୍ତି। ପୁରୀର ଯୁବତୀ ଜଣକ ଜଣେ ୟୁଟ୍ୟୁବର ହୋଇଥିବା ବେଳେ ସେ ଜ୍ୟୋତିଙ୍କ କେବଳ
ଜଣେ ବନ୍ଧୁ ବୋଲି କହିଛନ୍ତି। ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣିନଥିବା କହିଛନ୍ତି। କଂଗ୍ରେସ କମିଟି ପକ୍ଷରୁ ଗଠନ ହେଲା 30 ଜଣିଆ ନୂଆ ଟିମ୍। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ 30 ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏହି ଟିମ୍ରେ 7 ଉପସଭାପତି ଏବଂ 10 ଜଣ ସାଧାରଣ ସମ୍ପାଦକ, 12 ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଥିବା ନେଇ ଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ଉପସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତି, ସିଏସ୍ ରାଜନ ଏକ୍କା, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା ନିଯୁକ୍ତି ହୋଇଛନ୍ତି। ଚୁଟି କାଟିବାକୁ ଆସିଥିବା ସିଆର୍ପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ଲରମ୍ବା ଥାନା ଅନ୍ତର୍ଗତ ଘସିଆନ ନିକଟରେ ଏକ ଗଛରୁ ଚୁଟି କାଟିବାକୁ ଆସିଥିବା ଗାଁ ଆସିଥିବା ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ଜଣକ ହେଲେ ଗଣେଶ ରାମ ଭୋଇ ଏବଂ ସେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ସିଆର୍ପିଏଫ୍ରେ ନିଯୁକ୍ତ ଥିଲେ। ଶୁକ୍ରବାରଠାରୁ ଖୋଜାଖୋଜି ପରେ ଗଣେଶ ରାମଙ୍କ ମୃତ୍ୟୁ ହୋଇଥିବା ରବିବାର ପୋଲିସ ଜବତ କରିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ସମର୍ଥନ କରି ଆସାମରୁ ବନ୍ଧା ହେଲେଣି 65 ଜଣ ଦେଶଦ୍ରୋହୀ। ଆସାମ ପୋଲିସ ଏଯାବତ ପାକିସ୍ତାନକୁ ସମର୍ଥନ କରୁଥିବା 65 ଜଣ ଦେଶଦ୍ରୋହୀଙ୍କୁ ଗିରଫ କରିବା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ପୂର୍ବରୁ ଏହି କାର୍ଯ୍ୟକଳାପରେ 64 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଆଉ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋକ୍ରାଝର ଜିଲ୍ଲା ଗୋସାଇଁଗାଁଓ ଅଞ୍ଚଳର ଜୈନାଲ ଆବେଦିନ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମ ହମଲା ପରେ ଭାରତ ସରକାର ଅପରେସନ ସିନ୍ଦୁର ଆରମ୍ଭ କରିଥିଲେ। ଭୟାବହ ଅଗ୍ନିକାଣ୍ଡ ଘଟି 16 ଜଣଙ୍କର ମୃତ୍ୟୁ ଦୁଃଖ ପ୍ରକାଶ କଲେ ପିଏମ୍ ମୋଦି। ହାଇଦ୍ରାବାଦ ଚାରମିନାର ନିକଟରେ ଗୁଲଜାର ହାଉସରେ ଭୟାବହ ଅଗ୍ନିକାଣ୍ଡ ଘଟି 16 ଜଣଙ୍କ ମୃତ୍ୟୁ ସହ ଅନେକ ଗୁରୁତର ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଘଟଣାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଗୁରୁତରଙ୍କ ପାଇଁ 50,000 ସହାୟତା ରାଶି ଘୋଷଣା କରିଛନ୍ତି। ପାକ୍ ଭାରତ ମଧ୍ୟରେ ଡିଜିଏମ୍ ସ୍ତରୀୟ ଆଲୋଚନା, ଅସ୍ତ୍ରବିରତି ଜାରି, କହିଲା ଭାରତୀୟ ସେନା। ଭାରତ ପାକିସ୍ତାନ ମଧ୍ୟରେ ରବିବାର ଡିଜିଏମ୍ ସ୍ତରୀୟ ଆଲୋଚନା ନଥିବା କହିଲା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଅସ୍ତ୍ରବିରତି ପ୍ରସଙ୍ଗରେ ରବିବାର ଡିଜିଏମ୍ ସ୍ତରୀୟ ଆଲୋଚନା ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଥିଲା। କିଛି ଗଣମାଧ୍ୟମ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଅସ୍ତ୍ରବିରତି ଶେଷ ହେଉଥିବା କହିଥିଲେ। ସେନା ପକ୍ଷରୁ ଏଭଳି ଗୁଜବକୁ ଖଣ୍ଡନ କରାଯିବା ସହ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜାରି ରହିଥିବା କୁହାଯାଉଛି। ଆଇନଗତ ଅଭିଭାବକ ହୋଇପାରିବେ ପତ୍ନୀ, କହିଲା ଓଡ଼ିଶା ହାଇକୋର୍ଟ। ପତ୍ନୀ ସ୍ୱାମୀଙ୍କର ଆଇନଗତ ଅଭିଭାବକ ହୋଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସ୍ୱାମୀ ଯେତେବେଳେ କୋମାରେ ଥିବେ, କୌଣସି ନିଷ୍ପତ୍ତି ନେବାକୁ ଅକ୍ଷମ ଥିବେ, ସେହିଭଳି ସମୟରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଅଭିଭାବକ ହୋଇପାରିବେ ନାହିଁ। ସୂଚନା ମୁତାବକ ପ୍ରସିଦ୍ଧ ସୁନା ବ୍ୟବସାୟୀ ଇପାରୀର ମୁଖ୍ୟ ସୁରେଶ ଇପାରୀ ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଅଛନ୍ତି। ପତ୍ନୀ ସୁଷମା ଆଇନଗତ ଅଭିଭାବକ ହେବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସଫଳ ହେଲା ଇସ୍ରୋର ପ୍ରଥମ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ମିଶନ। ଲଞ୍ଚର କିଛି ସମୟ ପରେ ଦେଖାଦେଲା ତ୍ରୁଟି। ଇସ୍ରୋ କହିଛି ଯେ ରବିବାର ସକାଳ 5ଟା 59ରେ ଲଞ୍ଚ ହେବାର କିଛି ମିନିଟ୍ ପରେ 1669 କିଲୋଗ୍ରାମ ଓଜନର ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ମିଶନ ବିଫଳ ହୋଇଛି। ଇସ୍ରୋ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ସମସ୍ୟା ଯୋଗୁଁ ଏହି ମିଶନ ସମାପ୍ତ ହୋଇପାରିଲା ନାହିଁ। ଏହାକୁ ବାଦଲ ଉପରୁ ଅନ୍ଧାରରେ ମଧ୍ୟ ହାଇ ରିଜଲ୍ୟୁସନ ଚିତ୍ର ନେବା ଡିଜାଇନ୍ କରାଯାଇଥିଲା। ସୂଚନା ଥାଉ କି ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି ସାଟେଲାଇଟ୍ ଲଞ୍ଚ କରାଯାଇଥିଲା। ବିନା ପାଇଲଟରେ ଉଡ଼ିଥିଲା 200 ଯାତ୍ରୀଙ୍କୁ ନେଇ ସ୍ପେନ୍ ଯାଉଥିବା ବିମାନ। ଜର୍ମାନୀ ନ୍ୟୁଜ୍ ଏଜେନ୍ସି ଡିପିଏ ରିପୋର୍ଟ ମୁତାବକ ଗତ ବର୍ଷ ଜର୍ମାନୀରୁ ସ୍ପେନ୍ ଯାଉଥିବା ଲୁଫ୍ଥାନ୍ସା ବିମାନ 10 ମିନିଟ୍ ପାଇଁ ବିନା ପାଇଲଟରେ ଉଡ଼ାଣ କରିଥିଲା। 2024 ମସିହାରେ ସତର୍କ ଏହି ଘଟଣା ଘଟିଥିବା ବେଳେ କକପିଟ୍ରେ ଥିବା କୋ-ପାଇଲଟ ହଠାତ୍ ଅଚେତ ହୋଇପଡ଼ିଥିଲେ। ଏଥିସହ ବିମାନର କ୍ୟାପ୍ଟେନ୍ ଏହି ସମୟରେ ଶୌଚାଳୟରେ ଥିଲେ। ରିପୋର୍ଟ ମୁତାବକ ବିମାନରେ 199 ଜଣ ଯାତ୍ରୀଙ୍କ ସହିତ 6 ଜଣ କ୍ରୁ ସଦସ୍ୟ ଥିଲେ। ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜ୍ ହୋଟେଲକୁ ମିଳିଲା ବୋମା ବିସ୍ଫୋରଣର ଧମକ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜ୍ ହୋଟେଲକୁ ବୋମା ମାଡ଼ ଦ୍ୱାରା ଉଡ଼ାଇ ଦେବାକୁ ଧମକ ମିଳିଛି। ପୋଲିସ ସୂଚନା ମୁତାବକ ଧମକପୂର୍ଣ୍ଣ ଇମେଲ୍ ଏୟାରପୋର୍ଟ ପୋଲିସର ଇମେଲ୍ ଆଇଡିକୁ ପଠାଯାଇଛି। ଇମେଲରେ କୁହାଯାଇଛି ଯେ ଆତଙ୍କବାଦୀ ଅଫଜଲ ଗୁରୁ ଏବଂ ଶବ୍କ୍ୟୁ ଶଙ୍କରଙ୍କୁ ଅନ୍ୟାୟପୂର୍ଣ୍ଣ ଭାବରେ ଫାଶୀ ଦିଆଯିବାର ପ୍ରତିଶୋଧ ନିଆଯିବ। ପରେ ମୁମ୍ବାଇ ପୋଲିସର ଟିମ୍ ଯାଞ୍ଚ ଆରମ୍ଭ କରିଥିବା ବେଳେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ। ମାଲବାହୀ ଟ୍ରେନ୍ 4ଟି ବଗି ଲାଇନ୍ଚ୍ୟୁତ।
उद्धार कार्य जारी। सुंदरगढ़ विमलगढ़ रेलवे स्टेशन डैम बस्ती निकट में लुहापत्र बुझेई मालबाही ट्रेन चारोटी बगी लाइनच्युत होती। एथिरे कौनसी क्षयक्षति होइनथिबा घटनास्थल में रेलवे कर्मचारी पहुंची बगी गुड़िक ट्रैक को आनिବାକୁ चेष्टा करछन्ती। सूचना मुताबक मालबाही ट्रेन टी रक्सी रेलवे साइडिंग लुहापत्र बुझेई करी विमलगत पटक जाउथिबा बेले लाइनच्युत होइछि। ଏହି ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି। ସତ୍ୟପାଠରେ ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। ପୁଣି ଦେଖାହବ ଆଉ ଗୋଟେ ସକାଳରେ କିଛି ନୂଆ ନ୍ୟୁଜ୍ ନେଇ। ଧନ୍ୟବାଦ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର।